ତିନିଦିନିଆ ବୀରେନ୍ଦ୍ର ମୋହନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଜିରିତାଳ ଗ୍ରାମରେ ଥିବା ମା ସୁବର୍ଣ୍ଣମୁଖୀ କ୍ରିକେଟ ଟିମ୍ ଆନୁକୂଲ୍ୟରେ ଅନୁଷ୍ଠିତ ବୀରେନ୍ଦ୍ର ମୋହନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖନ୍ତାପଡ଼ା ସେବା ସମବାୟ ସମିତି ସଭାପତି ତଥା ସମାଜସେବୀ ଦିଲ୍ଲୀପ କୁମାର ଦାସ ସନ୍ନି ଭାଇ ଯୋଗଦେଇ ଫିତା କାଟି ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶଙ୍କର୍ଷଣ ରାଉତ ଯୋଗଦେଇ ସ୍ୱର୍ଗତ ବୀରେନ୍ଦ୍ର କୁମାର ବିଶ୍ୱାଳଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦୁଇ ଟିମ୍ର ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଭାଇଚାରାରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ମୁଁ ବିଶେଷ କରି ଆମର ଜିରିତାଳ ଗ୍ରାମବାସୀଙ୍କୁ ତ ବହୁତ ଭଲ ପାଏ। ଆଉ ଯାହା ନାମରେ ଖେଳ ହେଉଛି ବୀରେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାବୁଲି ଭାଇ ସିଏ ଥିଲେ ଆମ ପାଇଁ ଗୋଟେ ପ୍ରେରଣାର ଉତ୍ସ। ତାଙ୍କର ନେତୃତ୍ୱରେ ଆମେ ଦୀର୍ଘ ଦିନ ଗୋଟେ ଦଳରେ ବି କାର୍ଯ୍ୟ କରୁଥିଲେ। ଆଉ ତାଙ୍କର ଯେଉଁ ଆମ ପ୍ରତି ଭଲ ପାଇବା ଥିଲା ଆମର ବି ତାଙ୍କ ପ୍ରତି ସେଇଭଳିଆ ଭଲ ପାଇବା ଆଜି ପର୍ଯ୍ୟନ୍ତ ଅଛି। ଏ ଗାଁର ଯେଉଁ ଯୁବପିଢ଼ି ମାନେ ତାଙ୍କ ନାଁରେ ଟୁର୍ଣ୍ଣାମେଣ୍ଟଟା କରି ଆସୁଛନ୍ତି ପ୍ରତିବର୍ଷ ଆମର ସହଯୋଗ ରହିବ ଏବଂ ଆଗାମୀ ଦିନରେ ଆହୁରି ସରସ ସୁନ୍ଦର କରିବା ସେଥିପାଇଁ ମୋର ବି ପ୍ରୟାସ ଜାରି ରହିବ। ଆଉ କିଛି କହିବାର ନାହିଁ ତ ଯେହେତୁ ଖେଳଟା ଗୋଟେ ବ୍ୟୟବହୁଳ ଜିନିଷ ହେଲାଣି ଆଉ ପିଲାମାନେ ଯେହେତୁ ତାଙ୍କର ଏତେ ରୋଜଗାର ନାହିଁ ଯେ ବଡ଼ ବଡ଼ ଟିମ୍ ବାହାରୁ ଆଣିକି ଖେଳ କରାଇବା, ତ ଆଗାମୀ ଦିନରେ ମୁଁ ଚେଷ୍ଟା କରିବି ଯଦି ସେମାନେ ଯେତିକି ବେଳେ ଖେଳଟା ଫାର୍ଷ୍ଟ ଷ୍ଟାର୍ଟିଂ କରିବେ ସେତିକି ବେଳେ ପ୍ରସ୍ତୁତି ବୈଠକ ଡାକିଲେ ଗୋଟେ ଧର ଆମର ବଜେଟ୍ ବନେଇବା ଅନ୍ତରାଜ୍ୟ ହେଉ ବା ଜିଲ୍ଲାସ୍ତରୀୟ ହେଉ ଏମିତି କ୍ରୀଡ଼ା କରାଇବା। ତା ଭିତରେ ଆମର ଯେଉଁ ଲୋକାଲ ଯେଉଁ ଟିମ୍ ଗୁଡ଼ା ଚମ୍ପିଆନ୍ ହେଉଛନ୍ତି ବାରମ୍ବାର ବିଭିନ୍ନ ଆଡ଼େ ସେଇ ଟିମ୍ କି ତାଙ୍କୁ ବାହାର ଟିମ୍ ସାଙ୍ଗରେ ଖେଳାଇବାର ପ୍ରୟାସ କଲେ ଏମାନେ ଟିକେ ଡେଭଲପ୍ ହେବେ। ଆଉ ମୋର ଜଗନ୍ନାଥଙ୍କର ଆଶୀର୍ବାଦ ତାଙ୍କର ପରିବାର ବି କୌଶଳରେ ରୁହନ୍ତୁ ଆଉ ବାବୁଲି ଭାଇ ଉପରେ ଥାଇ ଆମକୁ ସେ ଆଶୀର୍ବାଦ ଦିଅନ୍ତୁ ଆମେ ଯେମିତି ଆଗକୁ ବଢ଼ି ଚାଲି। ଅଛ ତ ସେମାନେ ହେଉଛି ଚାକିରି ପାଉଛନ୍ତି। ତେଣୁ ମୁଁ ଅନୁରୋଧ କରିବି ଖେଳଟାକୁ ଖାଲି ହାରିବା ଜିତିବା ମଧ୍ୟରେ ସୀମିତ ନ ରଖିକି ନିଜର ଦକ୍ଷତାକୁ ପ୍ରତିପାଦନ କର ଆଉ ଆଗକୁ କେମିତି ବଢ଼ିବା ଏବଂ କ୍ରୀଡ଼ା କ୍ଷେତ୍ରରେ ନିଶ୍ଚିତ ଭାବରେ ଦେଖିବ ଆଜି ଓଡ଼ିଶାରେ ହେଉ ବା ଭାରତର ଯେଉଁମାନେ ସିଲେକ୍ସନ୍ ହେଇକି ଖେଳୁଛନ୍ତି ସେମାନେ ନିଶ୍ଚିତ ଭାବରେ ଆଗକୁ ଯାଇଛନ୍ତି ଏବଂ ସେମାନଙ୍କର ସେ ଆଜି ନାମ ବହୁତ କମେଇ ପାରିଛନ୍ତି। ତେଣୁ ଏ ଖେଳ ଜାରି ରହୁ। ଏ ଜିରିତାଳ ଫିଲ୍ଡରେ ଆଜି ନୂଆ ନୁହେଁ ଆବାହମାନ କାଳରୁ ଏଠି ଟୁର୍ଣ୍ଣାମେଣ୍ଟ ହେଇ ଚାଲିଛି। ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଇଛି, ଭଲି ଟୁର୍ଣ୍ଣାମେଣ୍ଟ ହେଇଛି, କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଇଛି। ପ୍ରତି ସମୟରେ ସବୁ ପ୍ରକାର ପିଲା ଥିଲେ, ସବୁ ପ୍ରକାର ସେଠି। ମୁଁ ପ୍ରଶାନ୍ତ କୁମାର ପଣ୍ଡା, ମୁଁ ବାପି ପଣ୍ଡା ଭାବରେ ପରିଚିତ। ଆଜି ଜିରିତାଳ ଗ୍ରାମରେ ସ୍ୱର୍ଗତ ବୀରେନ୍ଦ୍ର ମୋହନ ବିଶ୍ୱାଳଙ୍କ ନାମରେ ବୀରେନ୍ଦ୍ର ମୋହନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବ ଥିଲା। ଖେଳ ପିଲାମାନେ ମୁଖ୍ୟ ଅତିଥି ଭାବେ ଶ୍ରୀ ଦିଲ୍ଲୀପ କୁମାର ଦାସଙ୍କୁ ନିମନ୍ତ୍ରଣ କରିଥିଲେ। ତାଙ୍କ ସହିତ ମୋତେ ମଧ୍ୟ ଏହି ଖେଳ ଉଦ୍ଘାଟନୀ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି। ପିଲାମାନେ ବହୁତ ପରିଶ୍ରମ କରି ଖେଳକୁ ପରିଚାଳନା କରୁଛନ୍ତି। କ୍ରିକେଟ ଖେଳ ହେଉଛି ବହୁତ ଗୋଟେ ବ୍ୟୟବହୁଳ ଖେଳ। ଏ ଖେଳ ପ୍ରଥମେ ଇଂଲଣ୍ଡରୁ ଆରମ୍ଭ ହୋଇଥିଲା। ଇଂଲଣ୍ଡ ଗୋଟେ ଧନଶାଳୀ ରାଷ୍ଟ୍ର। ଏ ବ୍ୟୟବହୁଳ ଖେଳକୁ ପରିଚାଳନା କରିବା ବା ଖର୍ଚ୍ଚ କରିବା ବହୁତ କଷ୍ଟକର ବ୍ୟାପାର। ପିଲାମାନଙ୍କ ପାଖରେ ସେମିତି ସାମର୍ଥ୍ୟ ନାହିଁ। ଯାହା ହେଉ ସମସ୍ତେ ଖେଳକୁ ପ୍ରୋତ୍ସାହନ ଦେବା ଦରକାର। ଖାଲି ଯେ ପାଠ ପଢ଼ିଲେ ଜଣେ ବଡ଼ ମଣିଷ ହେଇଯିବ ସେହା ନୁହେଁ। ଖେଳ ଦ୍ୱାରା ମଧ୍ୟ ଜଣେ ମଣିଷର ଶାରୀରିକ, ମାନସିକ ଏପରି ସାମଗ୍ରିକ ବିକାଶ ପରିଲକ୍ଷିତ ହୋଇଥାଏ। ଖେଳରୁ ପିଲାମାନେ ଭାଇଚାରାର ମନୋଭାବ ସୃଷ୍ଟି ହୁଏ। ତାପରେ ସେମାନେ ଶାନ୍ତି ଶୃଙ୍ଖଳା ଜ୍ଞାନ ଆହରଣ କରନ୍ତି। ଏମିତି ବହୁତ କିଛି ଖେଳରୁ ପରିଲକ୍ଷିତ ହୁଏ। ଏମିତି ଖେଳ ଦ୍ୱାରା ବି ଆଜି ସେମାନଙ୍କର
ଦକ୍ଷତା ପ୍ରତିପାଦନ କରିପାରିଲେ ଜଣେ ପାଠ ପଢ଼ିଲେ ଆଇଏଏସ୍ ଅଫିସର ହେଲେ ଯେତିକି ରୋଜଗାର କରିପାରିବ ସେମିତି ଜଣେ ଖେଳ ପ୍ରଦର୍ଶନ ଭଲ ପ୍ରଦର୍ଶନ କରି ଯଦି ଖେଳିପାରିବ ତାହେଲେ ସିଏ ବି ତାଙ୍କ ସମକକ୍ଷ ହେଇପାରିବ। ତେଣୁ ମୁଁ ଆମର ଏଇ ପିଲାମାନଙ୍କୁ କହୁଛି ଏଇ ବକ୍ତବ୍ୟ ମାଧ୍ୟମରେ ସେମାନେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଯେଉଁମାନେ ବି ପାରୁଛନ୍ତି ଖେଳ ଦିଗରେ ମଧ୍ୟ ମନ ଧ୍ୟାନ ଦିଅନ୍ତୁ। जी आम जिरताल गाँव वीरेंद्र मोहन मेमोरियल क्रिकेट टूर्नामेंट आज उद्घाटन होबाकू जाउअछि। आम ग्रामर अनेक पिला बा पिला माने ए क्रिकेट टूर्नामेंट जारी रखिछंती एवं यार उद्देश्य होउछि विभिन्न ये आमर आंचलिक जो आमर क्रीड़ा प्रतिभा रही ताकू अन्वेषण करवा एवं समानकु उत्साहित करवा एवं प्रेरणा जुगेवा ये होउछि आम वीरेंद्र मोहन मेमोरियल क्रिकेट टूर्नामेंट रो लक्ष्य। तेणु आज आमर ये कार्यक्रम आज उद्घाटन होइछि। यह 3 दिन पर्यंत जारी रहिबो एवं आम गाँव रे ये जो कार्य रोची आज नुहे दीर्घ 50 वर्ष धरी एठी विभिन्न फुटबॉल टूर्नामेंट हो भली टूर्नामेंट हो सबु प्रकार खेल ए गाँव रे चालू रही अछि एवं मु एही उत्सव रे आज उत्साहित रही समस्त को उत्साहित करुच्ची। मु होची शंकरषण राउत ए गाँव रो जने व्यक्ति एवं मु बाहिरे सर्विस करे। तेणु आज पिला मानकर जो क्रिकेट टूर्नामेंट महानगर महेश मल्लिक रिपोर्ट लोकल न्यूज़ 7 आज उत्साहित करुच्ची।